ଦେଖନ୍ତୁ 6 ଦିନ ପର୍ଯ୍ୟନ୍ତ ତାପମାତ୍ରା ବହୁତ ବଢ଼ିବ। ତେଣୁ ସତର୍କ ସୂଚନା ପାଣିପାଗ ବିଭାଗ ତରଫରୁ 3 ଦିନ ତଳୁ ଦିଆହେଇଛି। ତାର ପୂର୍ବରୁ ମଧ୍ୟ ଆମେ SOP ଜାରି କରିଥିଲୁ ଯେ 11ଟା ପରେ କେହି ଘରୁ ବାହାରନ୍ତୁ ନାହିଁ। କୌଣସି ସରକାରୀ କିମ୍ବା ବେସରକାରୀ ସଂସ୍ଥା ସବୁ ଶ୍ରମିକମାନଙ୍କୁ 11 ବଜେ ଠାରୁ ଆରମ୍ଭ କରି 3ଟା ପର୍ଯ୍ୟନ୍ତ କାମରେ ଲଗାନ୍ତୁ ନାହିଁ ଏବଂ ସମସ୍ତେ ଟିକେ ସତର୍କ ହୁଅନ୍ତୁ। ସେଥିରେ ଯେଉଁମାନେ ମୃତ୍ୟୁବରଣ କରୁଛନ୍ତି ଏବଂ ଅଂଶୁଘାତ ଜନିତ ମୃତ୍ୟୁ ବୋଲିକି ସନ୍ଦେହ କରାହେଉଛି, ସେମାନଙ୍କର ମୃତ୍ୟୁ ପରେ ପୋଷ୍ଟମର୍ଟମ ହେଇଥାଏ ଏବଂ ଡାକ୍ତର ମୃତ୍ୟୁର କାରଣ ଉଲ୍ଲେଖ କରିଥାନ୍ତି। ଯେଉଁମାନଙ୍କର ଅଂଶୁଘାତ ଯୋଗୁଁ ମୃତ୍ୟୁ ହେଇଥାଏ ସେମାନଙ୍କୁ ଆମେ ରାଜସ୍ୱ ଏବଂ ବିପର୍ଯ୍ୟୟ ପରିଚାଳନା ବିଭାଗ ତରଫରୁ ଅନୁକମ୍ପାମୂଳକ ସହଯୋଗ ରାଶି ଦେଇଥାଉ। ଇଏ ଆଜି କିଛି ସମ୍ବାଦ ମୋ ପାଖରେ ପହଞ୍ଚିଛି, ତାକୁ ତୁରନ୍ତ ତଦନ୍ତ କରିବା ପାଇଁ ସମ୍ପୃକ୍ତ ଜିଲ୍ଲାର ଜିଲ୍ଲାପାଳମାନଙ୍କୁ ମୁଁ ନିର୍ଦ୍ଦେଶ ଦେଇଛି। ସେମାନେ ପ୍ରାଥମିକ ତଦନ୍ତ କରିବେ ଏବଂ ଯଥାଶୀଘ୍ର ମୃତ ଶରୀରର ପୋଷ୍ଟମର୍ଟମ କରିକରି ମୃତ୍ୟୁର କାରଣ ସହିତ ରାଜସ୍ୱ ବିଭାଗକୁ ପଠାଇବେ। ଆମେ ଆଜିକାଲି ରାଜସ୍ୱ ବିଭାଗରେ 24 ଘଣ୍ଟା ମଧ୍ୟ ନେଉନାହୁଁ କୌଣସି ନିଷ୍ପତ୍ତି କରିବାରେ। ଯେଉଁ ପ୍ରସ୍ତାବ ସବୁ ଆସୁଛି ସେଟା ଧନ ଜୀବନ ହାନିର ହଉ କିମ୍ବା ଫସଲ ହାନିର ହଉ କିମ୍ବା ଘର କ୍ଷତିଗ୍ରସ୍ତ ହଉ, 24 ଘଣ୍ଟା ଭିତରେ ଆମେ କ୍ଷତିପୂରଣ ରାଶି ସମ୍ପୃକ୍ତ ପରିବାର ପାଖକୁ ପଠାଇ ଦେଉଛୁ। ଏ ବାବଦରେ ତୁରନ୍ତ ସନ୍ଧ୍ୟା ସୁଦ୍ଧା ପ୍ରାଥମିକ ତଦନ୍ତ ରିପୋର୍ଟ ମୋ ପାଖକୁ ପଠାଇବା ପାଇଁ ମୁଁ ସମ୍ପୃକ୍ତ ଜିଲ୍ଲାପାଳମାନଙ୍କୁ ଏବଂ ରାଜସ୍ୱ ବିଭାଗକୁ ନିର୍ଦ୍ଦେଶ ଦେଇ ସାରିଛି। ଯେଉଁମାନେ ହଟ ଚମକ କରିବା ପାଇଁ ଚାହୁଁଛନ୍ତି ସେମାନେ ବିଗତ 26 ବର୍ଷ ହେବ ହଟ ଚମକ କରୁଛନ୍ତି। ନିଜେ କ୍ଷମତାରେ ଦେଲେ କେବେ ସମାଧାନ କରିବା ପାଇଁ ଚେଷ୍ଟା କଲି। ଆମର ସରକାର ଚେଷ୍ଟା କରୁଛି ଏବଂ ଗଣମାଧ୍ୟମର ବନ୍ଧୁମାନେ ପ୍ରତ୍ୟେକ ଖବର ସେମାନେ ପାଉଛନ୍ତି। ଏତେ ଲମ୍ବା ସମୟ ପର୍ଯ୍ୟନ୍ତ ଟ୍ରାଇବୁନାଲରେ ତାର କେସ୍ଟା ଆଗକୁ ବଢ଼ିଲାନି। ଆମର ସରକାର ହେଲା ପରେ ପ୍ରତ୍ୟେକ ମାସ ଥରେ 2 ଥର ଏ ବାବଦରେ କୋର୍ଟରେ ହିୟରିଂ ମଧ୍ୟ ହେଉଛି। ଉଭୟ ରାଜ୍ୟର ଯାନ୍ତ୍ରିକ କମିଟି ଯେଉଁମାନେ କେବେ କଥା ଲାଗୁନଥିଲେ ସେମାନେ କଥାବାର୍ତ୍ତା ଆରମ୍ଭ କଲେଣି। ପ୍ରଶାସନିକ ସ୍ତରରେ କଥାବାର୍ତ୍ତା ଆରମ୍ଭ ହେଲାଣି ଏବଂ ମୋଟାମୋଟି ଜଳର ଆବଣ୍ଟନକୁ ନେଇକରି ଏଇ କଥାବାର୍ତ୍ତା ସଫଳତା ଆଡ଼କୁ ମୁହଁଉଛି। ମନ୍ତ୍ରୀସ୍ତରୀୟ କମିଟି ଗଠନ କରିବା ପାଇଁ ମଧ୍ୟ ଟ୍ରାଇବୁନାଲ ନିର୍ଦ୍ଦେଶ ଦେଇଥିଲା। ଓଡ଼ିଶା ସରକାର ଗଠନ କରି ସାରିଲେଣି। ଛତିଶଗଡ଼ ସରକାର ଗଠନ କଲେ ମନ୍ତ୍ରୀସ୍ତରୀୟ କଥାବାର୍ତ୍ତା ମଧ୍ୟ ଆରମ୍ଭ ହେବ। ତେଣୁ ହଟ ଚମକ କରିବା ଏବଂ ପରିସ୍ଥିତିକୁ ରାଜନୀତିକରଣ କରିବାଟା ଏଇଟା ବିଭିନ୍ନ ଲୋକଙ୍କର ସ୍ୱଭାବ ହେଇଗଲାଣି। କିନ୍ତୁ ଓଡ଼ିଶାର ସ୍ୱାର୍ଥ ରକ୍ଷା କରିବା ପାଇଁ ନିଷ୍ଠାର ସହିତ କାମ କରିବା ପାଇଁ ଯଦି ସେମାନେ ସମୟ ଦିଅନ୍ତି ଏବଂ ଆମେ ତାଙ୍କର ମନରେ କ'ଣ ସନ୍ଦେହ ଅଛି ତାକୁ ଦୂର କରିବା ପାଇଁ ଆମେ ମଧ୍ୟ ପ୍ରସ୍ତୁତ ଅଛୁ, କଥାବାର୍ତ୍ତା କରିବା ପାଇଁ ତାଙ୍କର ସାଙ୍ଗରେ ତାଙ୍କର ପରାମର୍ଶ ନେବା ପାଇଁ ମଧ୍ୟ ପ୍ରସ୍ତୁତ ଅଛୁ। କିନ୍ତୁ ସେଥିପାଇଁ ତାଙ୍କ ପାଖରେ ଫୁର୍ସତ ନାହିଁ। ତ ମୋତେ ଲାଗୁଛି ଏଭଳିଆ ରାଜନୀତିକରଣ ଏବଂ ଅଯଥାରେ ହଟ ଚମକ ତିଆରି କରିବା ଫଳରେ ସେମାନେ ଓଡ଼ିଶାର ସ୍ୱାର୍ଥ ରକ୍ଷା କରୁନାହାନ୍ତି, ଓଡ଼ିଶାର ସ୍ୱାର୍ଥକୁ ବ୍ୟାହତ କରୁଛନ୍ତି।